অভয়বাণী অভয়বাণী অভয়বাণী। ଜୟଗୁରୁ ଜୟଗୁରୁ ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ଓ ମାଆମାନଙ୍କୁ ଜୟଗୁରୁ ପ୍ରତି ପ୍ରଣାମ। ସମସ୍ତ ଶ୍ରୋତାବୃନ୍ଦକୁ ସସମ୍ମାନେ ଜୟଗୁରୁ ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଆମେ ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀହସ୍ତ ଲିଖିତ ବାଣୀ 36 ନମ୍ବର ପାଠ କରିବା ଯାଉଛି। ମୃତ୍ୟୁ ମଧ୍ୟ ଦେଇ ଜୀବ କିପରି ଅମୃତତ୍ୱ ଲାଭ କରେ ତାହା ମୁଁ ଜାଣେ। ତୁମମାନଙ୍କୁ ମଧ୍ୟ ଜଣ ଜଣ କରି ଆକର୍ଷଣ କରି ସେହି ଆନନ୍ଦ ଧାମକୁ ନେଇଯିବି। ପୁଣି ଦିନେ ସେହି ଜଗତରେ ସମସ୍ତଙ୍କ ସଙ୍ଗରେ ସେହି ମହାମିଳନ ହେବ। ଜୟଗୁରୁ। ଏହି ବାଣୀଟି ଠାକୁରର ଚିଠି ତୃତୀୟ ଖଣ୍ଡ 3 ନମ୍ବର ଚିଠି। ଠାକୁର ସେତେବେଳେ ହାଉଡ଼ାରେ ଥାନ୍ତି। 2/7/39ରେ ଜଣେ ଭାଇଙ୍କର ଚିଠିର ଉତ୍ତର ପ୍ରଦାନ ସ୍ୱରୂପ ଲେଖିଛନ୍ତି। ଏ ଚିଠିରୁ ଜଣାଯାଏ ଯେ ଠାକୁର କିଛି ଦିନ ପୂର୍ବରୁ ତାଙ୍କ ଘରକୁ ଯାଇଛନ୍ତି। ତା ପରେ ତାଙ୍କ ପରିବାର ଭିତରେ ବିଡ଼ମ୍ବନା ସୃଷ୍ଟି ହୋଇଛି, ଯାହାକି ମାନେ ଗୋଟେ ବିପର୍ଯ୍ୟୟ ଘଟିଛି। ତାଙ୍କର ପୁତ୍ରର ମୃତ୍ୟୁ ହୋଇଛି, ଯିଏକି ଠାକୁର ସେ କଥା କହୁଛନ୍ତି ଯେ ସେ ଯେଉଁ ପୁତ୍ରର ମୃତ୍ୟୁ ହୋଇଛି ସେ ଚିଠି ମାଧ୍ୟମରେ ଠାକୁର ଲେଖିଛନ୍ତି ଯେ ସେ ମୋର ଦୃଷ୍ଟିର ଅନ୍ତରାଳରୁ ଯାଇନାହିଁ, ମୁଁ ତାକୁ ମୋ ପାଖରେ ରଖିଛି। ଆଉ ଠାକୁର କହୁଛନ୍ତି ଯେ ସେ ଏଇ ଚିଠିରୁ ମଧ୍ୟ ଅନୁଭବ ହେଉଛି ଯେ ସେ ଯେଉଁ ଭାଇ ମା ବା ସେ ଯେଉଁ ପରିବାର ସେମାନେ ଏତେ ଠାକୁରଙ୍କୁ ଭଲ ପାଆନ୍ତି, ଦିନକ ପାଇଁ ବି ଠାକୁରଙ୍କୁ କେବେ ଦୋଷାରୋପ କରିନାହାନ୍ତି ଯେ ଆମର ଏଇ ପ୍ରାରବ୍ଧ ଭୋଗ ହେଲା, ଆମର ପୁତ୍ରର ମୃତ୍ୟୁ ହେଲା, ଆଉ ସେଥିପାଇଁ ଆମେ ଠାକୁରଙ୍କୁ ଦୋଷ ଦେବୁ କି ଠାକୁରଙ୍କର ଆଉ ମାନେ ଠାକୁରଙ୍କ ପ୍ରତି ଆମର ଭକ୍ତିଭାବ ରହିବନି, ଏଭଳି ଆଚରଣ କେବେ ସେ ଦେଖେଇନାହାନ୍ତି। ଯେମିତି ପୂର୍ବ ଅବସ୍ଥା ଯାହା ଥିଲା ସେଇ ଅବସ୍ଥାରେ ସେମାନେ ଅଛନ୍ତି। ଠାକୁର ଲେଖୁଛନ୍ତି ଯେ ସେ ଯେଉଁ ପୁତ୍ରଟିର ମୃତ୍ୟୁ ହୋଇଛି ତାର ବର୍ତ୍ତମାନର ଅବସ୍ଥା ଦେଖି ମୁଁ ଆନନ୍ଦ ଅନୁଭବ କରୁଅଛି, କିନ୍ତୁ ତୁମମାନଙ୍କର କଥା ମନେ କରି ସମୟ ସମୟ ଅଭିଭୂତ ହୋଇପଡ଼ୁଛି, ଦୁଃଖ ମଧ୍ୟ ପାଉଅଛି, ଲଜ୍ଜା ମଧ୍ୟ ଅନୁଭବ କରୁଅଛି। ଠାକୁର କହିଛନ୍ତି, ମାନେ ଏଇ କଥା କହିବାର ଉଦ୍ଦେଶ୍ୟ ହେଉଛି ଯେ ମୁଁ ଥାଉ ମୁଁ ତୁମର ପୁତ୍ରଟାକୁ ରକ୍ଷା କରିପାରିଲି ନାହିଁ। ଏଇ ଦାରୁଣ ଲଜ୍ଜାରେ ତୁମମାନଙ୍କୁ ମୁହଁ ଦେଖାଇବାକୁ ଇଚ୍ଛା ହୁଏ ନାହିଁ, କିନ୍ତୁ ଯେତେବେଳେ ତୁମମାନଙ୍କର ଚିଠି ପଢ଼ୁଛି ସେତେବେଳେ ଗର୍ବରେ ଆନନ୍ଦରେ ପ୍ରାଣ ନାଚି ଉଠୁଛି। ମାନେ ଆମେ ଅନୁଭବ କରିବା ଦରକାର ସେ ଭକ୍ତ କିଭଳି ଭକ୍ତ ଥିଲେ, ଯିଏକି ତାଙ୍କର ଏତେ ଦୁଃଖରେ ମଧ୍ୟ ସେ କେବେ ଠାକୁରଙ୍କୁ ସେ ବିଷୟରେ ଜଣାଇ ନାହାନ୍ତି। ତା ସହିତ ଠାକୁରଙ୍କୁ ଯେମିତି ଭଲ ପାଇବା ସେଇ ଭାବରେ ଚିଠି ପ୍ରେରଣ କରିଛନ୍ତି ବୋଲି ଜଣାଯାଏ। ତୁମମାନଙ୍କ ପରି ଶିଷ୍ୟ ପାଇ ମୋର ଗୁରୁଗିରି ସାର୍ଥକ ହୋଇଛି, ମନେକରି ଧନ୍ୟ ଜ୍ଞାନ କରୁଛି। ଠାକୁର ଏ କଥା ନିଜେ କହୁଛନ୍ତି। ଧନ୍ୟ ତୁମମାନଙ୍କର ଗୁରୁନିଷ୍ଠା, ଧନ୍ୟ ତୁମମାନଙ୍କର ନିର୍ଭରତା। ମନେ ହେଉଛି ଆଜି ତୁମମାନଙ୍କୁ ବୁକୁରେ ଚାପି ଧରି ପ୍ରାଣଟା ଶୀତଳ କରିବି। ମୋର ଅନ୍ତରତମ ପ୍ରଦେଶରେ ତୁମମାନଙ୍କୁ ପୂରେଇ ରଖିବି। ତୁମମାନେ ଯେଉଁ ଆଦର୍ଶ ଦେଖାଇଲ ତଦ୍ୱାରା ତୁମମାନେ ହିଁ ଯଥାର୍ଥ ଶ୍ରୀଗୁରୁ କୃପା ଓ ମହିମା ଜଗତରେ ପ୍ରଚାର କଲ। ବତ୍ସ ଆଉ ଲେଖିପାରୁନାହିଁ, ହାତ ଅବଶ ହୋଇଯାଉଛି। ତେଣୁ ଠାକୁର ଯେଉଁ ଭକ୍ତକୁ ପ୍ରଶଂସା କରୁଛନ୍ତି, ଯାହାର କର୍ତ୍ତବ୍ୟ ବା ତାର ଯେଉଁ ନିଷ୍ଠା ଗୁରୁ ଭକ୍ତି ପ୍ରତି ଠାକୁରଙ୍କର ଯେତେବେଳେ ପ୍ରଶଂସାର ପତ୍ର ବଢ଼ି ଚାଲୁଛି ସେତେବେଳେ ଆମେ ଅନୁଭବ କରିବା କିଭଳି ଆମେ ହେବା ଦରକାର, ଆମେ କିଭଳି ଠାକୁରଙ୍କର ପ୍ରିୟ ପାତ୍ର ହୋଇପାରିବା। ଠାକୁର ତାଙ୍କର ଯେଉଁ ଏଇ ବାଣୀ ମାଧ୍ୟମରେ ସେଇ ଅନୁଭବଟା ପ୍ରଦାନ କରିଛନ୍ତି। ସେଇ କଥା ଠାକୁର କହୁଛନ୍ତି ଯେ ସଂସାରଟା ତ କ୍ଷଣଭଙ୍ଗୁର, ତେଣୁ ଏଥିପାଇଁ ବ୍ୟତିବ୍ୟସ୍ତ ହୁଅନି। ଆଉ ଠାକୁର କହୁଛନ୍ତି ଯେ ୟା ପରେ ମାନେ ଠାକୁର ଜାଣିସାରିଛନ୍ତି ୟା ପରର ଭବିଷ୍ୟତଟା ବି ତାଙ୍କର ଦୁଃଖମୟ ଅଛି ପ୍ରାରବ୍ଧ ଭୋଗ କରିବାକୁ। ସେଥିପାଇଁ ଠାକୁର ଇଙ୍ଗିତ ପ୍ରଦାନ କରିଛନ୍ତି। ମହାମାୟା ତୁମମାନଙ୍କୁ କି ପରୀକ୍ଷାରେ ପକାଇଲେ, ପରୀକ୍ଷା ଦ୍ୱାରା ତୁମମାନଙ୍କୁ ବୋଧହୁଏ ତରଳାଇ, ମାନେ ସୁନାକୁ ଯେମିତି ତରଳାନ୍ତି, ତରଳାଇ ଖାଦ୍ୟ ବାହାର କରି ଖାଣ୍ଟି ସୁନାରେ ପରିଣତ କରିବେ। ଏ କଥା ଠାକୁର କହୁଛନ୍ତି ଯେ ବ୍ୟସ୍ତ ହୁଅନା, ତୁମମାନେ କେତେ ଗୁରୁ ଭକ୍ତି ତୁମ ଭିତରେ ଅଛି ବା ସେ ନିଷ୍ଠାଟା କେତେ ତୁମେ ଧରି ରଖିପାରୁଛ ଏତେ ଦୁଃଖରେ, ସେଇ କଥାଟା ମହାମାୟା ତୁମକୁ ପରୀକ୍ଷା କରୁଛନ୍ତି। ତେଣୁ ଏଥିପାଇଁ ବିଶେଷ ଭାବରେ ବ୍ୟସ୍ତ ହୁଅନି। ତେବେ ମୁଁ ପ୍ରାଣ ଭରି ଆଶୀର୍ବାଦ କରୁଛି
ମାୟାର ପରୀକ୍ଷାରେ ତୁମମାନେ ଯେପରି ଉତ୍ତୀର୍ଣ୍ଣ ହୁଅ। ତେଣୁ ଏ କଥା ଠାକୁର କହୁଛନ୍ତି ଯେ ତୁମମାନେ ସବୁବେଳେ ଜୟଗୁରୁ ନାମ ଜପ କରି ଜୟଗୁରୁ ନାମର ମହିମା ପ୍ରଚାର କର, ମର ଜଗତରେ ଅମରତ୍ୱ ଲାଭ କର। ତୁମମାନଙ୍କ ପ୍ରାଣର ଭକ୍ତି, ବାହୁରେ ଶକ୍ତି, ଅନ୍ତରରେ ଆନନ୍ଦ ପ୍ରକାଶ ହେଉ। ତୁମମାନଙ୍କ ହୃଦୟରେ ଶ୍ରୀଗୁରୁଙ୍କର ସିଂହାସନ ଅଚଳ ଅଟଳ ଭାବରେ ପ୍ରତିଷ୍ଠିତ ହେଉ। ତେଣୁ ଠାକୁର ସେଇ ଏତେ ମାନେ ଯେଉଁ ଭାଙ୍ଗି ପଡ଼ିଛନ୍ତି ସେମାନେ ତାଙ୍କ ମନ ଭିତରେ, ଯେହେତୁ ମନ ଭିତରେ ରହିଲେ ବି ଦୁର୍ବଳତା, ସେ କେବେ ତାହା ପ୍ରକାଶ କରିନାହାନ୍ତି। ତଥାପି ଠାକୁର ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ଆଉ ସେମାନଙ୍କୁ ମଧ୍ୟ ପ୍ରେରଣା ପ୍ରଦାନ କରୁଛନ୍ତି। ଆମେ ଏଇଥିରୁ ଅନୁଭବ କରିବା ଯେ ଆମେ ସେଇଭଳି ଭାବରେ ଠାକୁରଙ୍କର ଏକନିଷ୍ଠ ଭକ୍ତ ହୋଇ ଆମର ସାଂସାରିକରେ ବା ପରିବାରରେ ଯଦି କେତେବେଳେ ଦୁଃଖ କଷ୍ଟ ଆସେ ସେଥିରେ ଭାଙ୍ଗି ନ ପଡ଼ି ସେଇ ତାଙ୍କରି କୃପା ଆକର୍ଷଣ ପାଇଁ ଅପେକ୍ଷା କରି ରହିବା। ଆଉ ସେଇ କଥା ଠାକୁର କହୁଛନ୍ତି ଯେ ତୁମାନେ ପାଞ୍ଚ ଭାଇ ଯେତେ ଦିନ ପର୍ଯ୍ୟନ୍ତ ଏହିପରି ପ୍ରେମରେ ଏକ ହୋଇ ଏକ ସଙ୍ଗେ ରହିବ ସେତେ ଦିନ ପର୍ଯ୍ୟନ୍ତ ମୁଁ ତୁମମାନଙ୍କ ଭିତରେ ଅକୁଣ୍ଠିତ ଭାବରେ ବିରାଜ କରିବି ଆଉ ତୁମମାନଙ୍କୁ ମଧ୍ୟ ଆଶୀର୍ବାଦ କରିବି। କେବଳ ସେଇମାନଙ୍କୁ ନୁହେଁ, ସମସ୍ତଙ୍କ ଉଦ୍ଦେଶ୍ୟରେ ଠାକୁର କହିଛନ୍ତି ଯେ ସଙ୍ଗରେ ଆମେ ଯେତେ ଭାଇ ଅଛେ, ଯେତେ ଭାଇ ଓ ମାଆ ମାନେ ଅଛେ, ସମସ୍ତେ ଏକ ପ୍ରାଣ ଏକ ମନ ହେବା। ସମସ୍ତେ କାହାର ଯଦି କୌଣସି ଦୁଃଖ ଆସିଛି ବା ଦୁର୍ଦ୍ଦଶା ଆସିଛି ତାକୁ ସମସ୍ତେ ବାଣ୍ଟି ସମସ୍ତେ ଭାଇ ଓ ଯାହାର ଅସୁବିଧା ହେଇଛି ତାକୁ ଆମେ ଆଶ୍ୱାସନ ଦେବା। ତାଙ୍କ ପ୍ରାଣରେ ଠାକୁରଙ୍କର ମାନେ ଶକ୍ତି କିପରି ସଞ୍ଚାରିତ ହେବ ଆଉ ତାଙ୍କ ଭିତରେ ପ୍ରେରଣା କେମିତି ଜାଗ୍ରତ ହେବ, ସେମିତି ସେଇଥିପାଇଁ ପାଞ୍ଚ ଭାଇ ଆମେ ସମସ୍ତେ, ଯେଉଁ ପାଞ୍ଚ ଭାଇ କଥା ଲେଖା ହେଇଛି ସେଇ ଉଦ୍ଦେଶ୍ୟରେ ଲେଖା ହେଇଛି ଯେ ଆମେ ସମସ୍ତେ ଚେଷ୍ଟା କରିବା ସମସ୍ତେ ଯେମିତି ହାତକୁ ହାତ ମିଳେଇ এই ସଂସାରର କାର୍ଯ୍ୟ ନିର୍ବାହ କରିବା ସହିତ ଠାକୁରଙ୍କର କାର୍ଯ୍ୟ, ଠାକୁରଙ୍କର ଯେଉଁ ଏ ପାରିର କାର୍ଯ୍ୟ ତାକୁ ସୁଚାରୁ ରୂପେ କରି ଆନନ୍ଦରେ ଆମେ ସେଇ ପଥରେ ଉନ୍ନତ ହେବା। ଆଉ ଠାକୁର ଯେଉଁ କହିଛନ୍ତି ମୃତ୍ୟୁ ମଧ୍ୟ ଦେଇ ଜୀବ କିପରି ଅମୃତତ୍ୱ ଲାଭ କରେ ତାହା ମୁଁ ଜାଣେ, ସେଇଟା ଠାକୁର ଆମେ ସେଇଟା ଅନୁଭବ କରିପାରିବା ଯେତେବେଳେ ମାନେ ମୃତ୍ୟୁ ହେଲା ପରେ ଯେଉଁ କଥାଟା, ଯେଉଁ ଆନନ୍ଦଟା ଆମେ ପାଇବା ଠାକୁର କହୁଛନ୍ତି ତାହା ମୁଁ ଜାଣେ, ମୁଁ ସମସ୍ତଙ୍କୁ ଜଣ ଜଣ କରି ଆକର୍ଷଣ କରି ସେଇଟା ଜଣାଇଦେବି। ତେଣୁ ସେଇ ଆଧାରର ଆମେ ଅଧିକାରୀ ହେବା ଦରକାର। ଆମର ଆଧାର ଯଦି ସେଇଭଳି ହେବ ନିଶ୍ଚୟ ଆମେ ସ୍ୱପ୍ନରେ ହେଉ, ସୁସୁପ୍ତିରେ ହେଉ ବା ଜାଗ୍ରତରେ ହେଉ ଠାକୁର ସେଇଟା ଆମକୁ ଅନୁଭବ କରାଇଦେବେ। ତାଙ୍କର ଆଶୀର୍ବାଦ ନିଶ୍ଚୟ ସମସ୍ତଙ୍କ ପ୍ରତି ରହିଛି। ସମସ୍ତେ ମଧ୍ୟ ସେଇ ପଥର ଯାତ୍ରୀ ଆମମାନେ। ତେଣୁ ଆସନ୍ତୁ ଆମେ ସମସ୍ତେ ସେଇ ଗୁରୁଙ୍କ କୃପା ଆକର୍ଷଣ କରି ତାଙ୍କର ଆଶୀର୍ବାଦ ଭିକ୍ଷା କରି ଜୀବନକୁ ଧନ୍ୟ କରିବା। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।